ओडिशा गवर्नमेंट एम्प्लॉय न्यूज चैनल को आपण मानक स्वागत। तेबे ऑलरेडी पूर्व वीडियो रे हमें डिस्कस करथिलु ऑलरेडी कि पार विषय रे कि जो मानकर डिफॉल्टर अछंती पार रे कि जो माने कि 2014-15 टू आरंभ करी कि 2023-24 या 22-23 पर्यंत जो माने कि पार सबमिट करनांती सेमानक पई गवर्नमेंट को नोटिफिकेशन जारी करथिले जोउटा कि ऑलरेडी मार्च मासरे जारी हेइतला एवं सेठी लेखा हेइतला कि जे तांको दिया हेइतला डेडलाइन 15/5/2024 भितर कि सबमिट करिया पई कि तांको दिया हेइतला गोटे वन टाइम मेजर दिया हेइतला जोउतरे कि तांको सबमिट करिया पई कि ऑप्शन दिया हेइतला जो माने कि स्टेट गवर्नमेंट एम्प्लॉइज अछंती ग्रुप ए एंड बी भितर कि जो माने कि सबमिट करि पार नथिले ऑनलाइन ले कि तांको एटा अपॉर्चुनिटी दिया हेइतला। तो एटी गोटे कौन कराला ना जो गोटे एक्सपायरेशन एंड डेडलाइन जो दिया हेइतला गोटे जो बहुत सारा ग्रेवेंसेस आस्थिला गवर्नमेंट पाकू जो माने कि सेल्फ अप्राइजल भरी पार नथिले सबमिट करि पार नथिले जो बिकॉज से मानकर जो स्टेट जनरल इलेक्शन थिला जोथि पई कि से माने सब जी भी पोस्टेड हेइतले इलेक्शन रे कि तो ता पई कि बहुत सारा सबमिशन हेइ पार नथिला सेल्फ अप्राइजल ताकू देखिकी गवर्नमेंट यह डिसाइड कले जे तांकर जो ऑनलाइन पार रही सेमानकर एसआरएमएस पोर्टाल रे कि जो माने कि ग्रेड बी कैटेगरी ऑफिसर्स अछंती सेमानंकु आ गुटे मास डेट ऑफ इश्यू ऑफ दिस ऑर्डर गुटे एक्सटेंशन दिया जिवो तांकु जोटा कि रहइबो 4/7/2024 रे कि दिया जिवो एवं एई ऑर्डर टा बाहरतिला 4/6/2024 रे कि सेति कि आपन गुटे मंथ एक्सटेंशन रे कि दिया हला 4/7/2024 रे कि दिया हला आपनकु ଏବଂ ସମସ୍ତଙ୍କୁ ଏଇଟା ରିକ୍ୱେଷ୍ଟ କରାଯାଇଛି ଏଠି କି ଆପଣ ଲାଷ୍ଟ ପର୍ଯ୍ୟାୟ ପର୍ଯ୍ୟନ୍ତ ଆପଣ ଜମା ୱେଟ୍ କରନ୍ତୁନି ଏବଂ ଆପଣଙ୍କର ପାରକୁ ଜଲ୍ଦ ସେ ଜଲ୍ଦ ଆପଣ ଯେତେ ସମୟ ଭିତରେ କି ହଉଛି ଆପଣ ଭରିଦିଅନ୍ତୁ ତାକୁ ଡେଡଲାଇନ କୁ ଜମା ୱେଟ୍ କରି ରହନ୍ତୁନି क्योंकि ସର୍ଭର ଏକ୍ସଟେଣ୍ଡ ହବାର ବି ଚାନ୍ସେସ୍ ଅଛି ତ ସେଥିପାଇଁ କି ଆପଣ ଲାଷ୍ଟ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁନି। ଆଉ ଗୋଟେ ଦେଖନ୍ତୁ ଏଠି ଆଉ ଗୋଟେ ଡେଡଲାଇନ ଏଠି ଦିଆଯାଇଛି ଯୋଉମାନେ କି 2023-24 ରେ କି ପାର କରିବାର ଅଛି ସେଇଟା ଯୋଉ ଗଲା ଆପଣଙ୍କ 2014-15 ରୁ ଆରମ୍ଭ କରିକି 2022-23 ପର୍ଯ୍ୟନ୍ତ ଏବଂ ଯୋଉମାନେ କି 2023-24 ପିରିୟଡ ରେ କି ପାର କରିବାର ଅଛି ସେମାନଙ୍କର ଏଠି ଦେଖନ୍ତୁ ଏକ୍ସଟେନସନ ଅଫ ଡେଡଲାଇନ ଦିଆହେଇଛି ଆପଣଙ୍କର ପିରିୟଡ 2023-24 ଯୋଉମାନେ କି ଅଛନ୍ତି ସେଥିରେ କି ଆପଣ ଚାହିଁଲେ ପାର ଭରି ପାରିବେ ଏବଂ ସେଇଟା ଦିଆହେଇଛି କି ଯେ ଆପଣଙ୍କର ଯଦି ଆପଣ ମାନନ୍ତୁ ଯେ ଲାଷ୍ଟ ଡେଟ୍ ଅଫ ସବମିଶନ ଯୋଉ ଆପଣଙ୍କର ରହିଛି ଆଉ ଥିଲା ଆପଣଙ୍କ 31/5/2024 ପର୍ଯ୍ୟନ୍ତ ଥିଲା ପାର ପିରିୟଡ 2023-24 ପାଇଁ କି କିନ୍ତୁ ଏଟାକୁ କଣ କରାହେଲା ନା ଯେହେତୁ ଆପଣଙ୍କର ଗ୍ରେଭିଏନ୍ସ ବହୁତ ସାରା ସେଇ ଷ୍ଟେଟ ଜେନେରେସନ ଇଲେକ୍ସନ ପାଇଁ କି ଆପଣଙ୍କର ଗ୍ରେଭିଏନ୍ସେସ୍ ଆସିଲା ସେଥିପାଇଁ କି ଗଭର୍ନମେଣ୍ଟ ଏଇଟା ବି ଡିସାଇଡ କଲେ ଏବଂ ଆପଣଙ୍କ ପାଇଁ ଗୋଟେ ଡେଟ୍ ଫିକ୍ସ କଲେ କଟ ଅଫ ଡେଟ୍ସ ଯୋଉଟା କହୁଛନ୍ତି ଆପଣ ସବମିଶନ ଅଫ ସେଲ୍ଫ ଆପ୍ରାଇଜାଲ ରିପୋର୍ଟ ଆପଣ ସେଲ୍ଫ ଆପ୍ରାଇଜାଲ ରିପୋର୍ଟ ଆପଣଙ୍କର ଏକ୍ଜିଷ୍ଟିଂ ଥିଲା ଲାଷ୍ଟ ଡେଟ୍ ଥିଲା ଆପଣ 31/5/2024 ଯାଏଁ ସେଟାକୁ ରିଭାଇଜ କରିକି ଆପଣ କରାହେଲା 4/7/2024 ଯାଏଁ ଆପଣ ସେଲ୍ଫ ଆପ୍ରାଇଜାଲ ରିପୋର୍ଟ ଆପଣ ଫିଲଅପ କରିବେ ଆଉ ଯୋଉ ରିମାର୍କସ ରହିଛି ରିପୋର୍ଟିଂ ଅଥରିଟିଙ୍କର ସେଇଟା ଥିଲା 31/7/2024 ଭିତରେ ରିମାର୍କ ଦବା ପାଇଁ ଥିଲା ସେଇଟା ଏବେ କରାଗଲା 31/7/2024 ଏବଂ ଯୋଉ ରିଭ୍ୟୁଇଂ ଅଥରିଟି ରହିଲେ ତାଙ୍କର ରିମାର୍କସ ପାଇଁ କି ପୂର୍ବରୁ ଥିଲା 30/9/2024 ଏବେ କରାଗଲା 31/10/2024 ପାଇଁ କି ଏବଂ ଆକ୍ସେପ୍ଟିଂ ଅଥରିଟି ଯୋଉ ଅଛନ୍ତି ରିମାର୍କସ ଅଫ ଆକ୍ସେପ୍ଟିଂ ଅଥରିଟି ସିଏ ରହିଛି ଥିଲା ଆପଣଙ୍କର 31/12/2024 ଏଇଟା ସେଇଟା କରାଗଲା ସେଇଟା ଏବେ ବି ଅଛି 31/12/2024 ସେଥିରେ କିଛି ବି ଚେଞ୍ଜେସ୍ ହେଇନି ଓକେ ତ ସେଥିପାଇଁ କି ସମସ୍ତଙ୍କୁ ରିକ୍ୱେଷ୍ଟ କରାହଉଛି କି ଯେ ସମସ୍ତେ ଡେଡଲାଇନ ପର୍ଯ୍ୟନ୍ତ ନ ଯାଇକି ସମସ୍ତେ ଆଗରୁ ହିଁ ଫାଷ୍ଟରୁ ହିଁ ସେଲ୍ଫ ଆପ୍ରାଇଜାଲ ରିପୋର୍ଟ ସବମିଟ କରନ୍ତୁ କାହିଁକି ନା ଏଇଟା ବହୁତ ଆପଣଙ୍କର ପ୍ରମୋସନ ଏବଂ ବହୁତ ଯୋଉଠି ବି ଡେପୁଟେସନ ବହୁତ ସାରା ଜିନିଷ ପାଇଁ କି ଆପଣଙ୍କୁ ହେଲ୍ପ କରିବ ଯୋଉଠି କି ବହୁତ ଜରୁରୀ ଆପଣଙ୍କର ଏଇ ଜିନିଷ ତେଣୁ ଆପଣ ଯଥା ଶୀଘ୍ର ଏଥିରେ କି ସବମିଶନ କରିକି ଆପଣଙ୍କର ଏଚଆରଏମଏସ୍ ଆଇଡି କୁ ଫାଷ୍ଟ ଯଦି ଆପଣଙ୍କର ଏଚଆରଏମଏସ୍ ଆଇଡି ଫିଲଅପ ଭଲସେ ହେଇନି या फिर ଗ୍ୟାପ୍ ଅଛି ତା ଭିତରେ କି ତାହେଲେ ଆପଣ ଏଚଆରଏମଏସ୍ ଆଇଡି ବି ଅପଡେଟ କରିନିଅନ୍ତୁ ଏବଂ ଯଦି ଆପଣଙ୍କୁ ଭିଡିଓ ଭଲ ଲାଗିଲା ତାହେଲେ ଲାଇକ୍ କମେଣ୍ଟ ଏଣ୍ଡ ସେୟାର କରିଦିଅନ୍ତୁ ଏବଂ ସବସ୍କ୍ରାଇବ ଜରୁର କରନ୍ତୁ ସବସ୍କ୍ରାଇବ କଲେ ଯାଇକି ଆପଣଙ୍କୁ ନୋଟିଫିକେସନ ଯିବ ଏବଂ ବେଲ ଆଇକନ ଜରୁର ଦବାନ୍ତୁ ଥ୍ୟାଙ୍କ ୟୁ ଗାଇସ୍।